ଆଉ ଏବେ ଭାଉଜ ଯାଉଛନ୍ତି ହେଲା ଭାଉଜ ଯାଉଛନ୍ତି ବାଏ ବାଏ ଭାଇ ଟିକେ ରୁହ ଏବେ ଦେଖିକି ଟିକେ ଭାଇ ରୁହ ନମସ୍କାର ହେଇଯିବ ଭାଉଜ ହେଲା ଯାଉଛି ଭାଇଙ୍କୁ ଟିକେ ନେଉଛି ନମସ୍କାର କରିକି ଯାଉଛି ଠିକ୍ ଅଛି ଆସିଥିଲ ସବୁ ସକ୍ସେସ୍ ହେଲା ଭାଇଙ୍କର ଆଇଡ଼ିଆ ବି ଭଲ ହେଇଗଲା ଏବେ ଭାଉଜ ଖୁସି ତ ଆଉ ବହୁତ ଭଲ ପାଇବା ଦେଲେ ଯାଆନ୍ତୁ। ହାଇ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ନମସ୍କାର ୱେଲକମ୍ ଆଉ ଗୋଟେ ଭିଡ଼ିଓକୁ ସ୍ୱାଗତ। ଆଉ ଆଜିର ଦିନଟା ବହୁତ ଗୋଟେ ବଢ଼ିଆ ଇଣ୍ଟରେଷ୍ଟ ଜିନିଷ ଅଛି ଯେଉଁଟାକି ଆପଣମାନଙ୍କୁ ସେୟାର କରିବାକୁ ଚାହୁଁଛି। ଆଉ ଗୋଟେ ଭାଇ ଭାଉଜ ମୋତେ ଦେଖା କରିବାକୁ ଆସୁଛନ୍ତି ସୋ ଆମ ଘରକୁ ଆସୁନାହାନ୍ତି ଅଧବାଟକୁ କାହିଁକିନା ଆମେ କାଲି ଗାଁକୁ ଯିବୁ ଟିକେ କାମ ଅଛି ଆଉ ସେ ଭାଇ ଭାଉଜଙ୍କୁ କହିଥିଲେ ଆସିବା ପାଇଁ କିନ୍ତୁ ସେ କହୁଛନ୍ତି କାଲି ଆସିବା ପାଇଁ ଯାହାକି ତାଙ୍କର ଟାଇମ୍ ନାହିଁ ମୁଁ କହିଥିଲି। ଆଉ ସେ ଭାଇ ଭାଉଜଙ୍କର ଟିକେ ୟୁଟ୍ୟୁବରେ କିଛି ପ୍ରୋବ୍ଲେମ୍ ହେଇଛି ଯେଉଁଟାକି ତାଙ୍କର ଲାଇଭ୍ କରିପାରୁନାହାନ୍ତି ଆଉ କିଛି କପିରାଇଟ୍ ଲାଗିଛି କିଛି ପ୍ରୋବ୍ଲେମ୍ ଅଛି ତାଙ୍କ ଆକାଉଣ୍ଟରେ ସେ ମୋତେ ତାଙ୍କ ଘରକୁ ବି ଇନଭାଇଟ୍ କରିଥିଲେ ମୁଁ କିନ୍ତୁ ଯାଇପାରିନି ଆଉ କିନ୍ତୁ ମୁଁ ବି ଆମ ଘରକୁ ଡାକିଥିଲି ସେ ତାଙ୍କର ବି ଟାଇମ୍ ହେଲାନି କିଛି କାମରେ ବ୍ୟସ୍ତ ଅଛନ୍ତି ସୋ ମୋତେ କହିଛନ୍ତି ତୁମେ ଆସ ଭାଇ ଦେଖା କର ଆମ ଘରକୁ ଟିକେ ଆଉ ସେ ପଳେଇବେ 2-3 ଦିନ ପରେ ସେ ଭାଇ ଜାଣିଥିବେ ମନୋଜ ଭାଇ ଆଉ ସେ ମୋ ଲାଇଭ୍ରେ ଆସନ୍ତି ଆପଣ ଦେଖିବେ ଆସିଲେ ମୁଁ ଦେଖେଇବି। ସୋ ଆଜି ମୁଁ ଯାଉଛି ବାହାରି ଗଲିଣି ଗେଟ୍ ଉପରେ ତାଙ୍କୁ ଭେଟ କରିବି ସେ ଭାଇ ଭାଉଜ ଜଣେ ଆସିବେ ତାଙ୍କ ଆଇଟା ଠିକ୍ ଠାକ୍ କରିକି ଆସିବି। ମୁଁ ତାଙ୍କୁ କହିଲି ତୁମେ 25 କିଲୋମିଟର ବିଷୟରେ ଆସ ମାନେ ମୁଁ 75 ଯିବି ମାନେ ଟଙ୍କାଟାରୁ ସେ ଆସିବେ 25% ମୁଁ 75% ଯାଉଛି ଏବେ ରେଡ଼ି ହେଇଗଲିଣି ଦେଖିପାରୁଥିବେ ଚାଲନ୍ତୁ ଯିବା ସେ ଭାଇ ଭାଉଜଙ୍କ ପାଖରେ ପହଞ୍ଚିଲା ପରେ ମୁଁ ଦେଖେଇବି କ'ଣ କ'ଣ ତାଙ୍କର ଚ୍ୟାନେଲ୍ ହେଇଥିଲା କ'ଣ କ'ଣ ତ ସେ ଭାଇ ଭାଉଜଙ୍କୁ ଦେଖିବେ ଲେଟ୍ ଷ୍ଟାର୍ଟ ଏବେ ଚାଲନ୍ତୁ ବାଏ ବାଏ ସେଠି ପହଞ୍ଚିଲା ପରେ ଆପଣ ନିଶ୍ଚୟ ଅପେକ୍ଷା କରିଥିବେ ନିଶ୍ଚୟ ଦେଖିବେ ଆପଣମାନେ। ଏବେ ଆସି ପହଞ୍ଚି ଯାଇଛି ପାଣିକୋଇଲି ପାଖରେ ଆଉ ସେ ଭାଇମାନେ ଆସିନାହାନ୍ତି ଆସନ୍ତୁ ଆସିଲା ପରେ ଦେଖିବା ଆଉ ତାଙ୍କୁ ଦେଖେଇବି ଭେଟ କରିବି ପାଣିକୋଇଲିଟା ହେଉଛି ଓଭର ବ୍ରିଜ୍ଟା এটা ସେପଟ ପଟେ ଭଦ୍ରକ ଏଇଟା ବୋର୍ଡ଼ଟା ପଛପଟେ ଦିଶୁଛି ଦେଖିପାରୁଥିବେ ଆଉ ଏଇଟା ମୁଁ ପାଣିକୋଇଲି ଯାଉଛି ବସିବି ଏଇଠି ୱେଟ୍ କରିବି ସେ ଭାଇ ଆସନ୍ତୁ ତାପରେ ବସିକି କଥା ହେବା ଆପଣମାନେ ଦେଖିବେ ଠିକ୍ ଅଛି ଏବେ ଦେଖେଇ ଦେଉଛି ସାଙ୍ଗମାନେ କହୁଥିଲି ଆଉ ଆମ ଭାଇ ଭାଉଜଙ୍କୁ ଦେଖା କରିବା ପାଇଁ ଯାଉ ସିଏ ଏତେ ବାଟୁ ଆଶା ଭରସା ନେଇକି ମୋ ପାଇଁ ଆସିଛନ୍ତି କହିଛନ୍ତି ଭାଇ ଆସ ଆଉ ଘରକୁ ମୁଁ ତାଙ୍କୁ ଡାକି ପାରିନି ସେଥିପାଇଁ ସରି କାହିଁକିନା ଆମେ ପଳେଇ ଯାଉଛୁ କାଲି ଗାଁକୁ ଯେଉଁଟା ଅସୁବିଧା ଅଛି ସାଙ୍ଗେ ସାଙ୍ଗେ ସେ ଆସିଲେ ଭାଇ ମନ ଟିକେ ଦୁଃଖ ହେଲା ଆଉ ଭାଇ ଆଉ ଖାଇବାକୁ ପିଇବାକୁ ଡାକିଲାକୁ ଡାକୁନାହିଁ ଆଉ ଡାକିଲା ପରେ ବି ଭାଇ କହୁଛନ୍ତି ନା ନା ଆମେ ଖାଇବୁନୁ ତା ସହିତ ଥଣ୍ଡା ଫଣ୍ଡା ପିଆ ବି କଲୁ ଭାଇ ଦେଲେ କହିଲେ ବଡ଼ ଭାଇ ଆମେ ଦେବୁ ବଡ଼ ଭାଉଜ ଦେଖନ୍ତୁ କବିତା ଭାଉଜ ଏ ଆମର ଭାଇ ମୁଁ କହୁଥିଲି ମନୋଜ ଭାଇ ଯେଉଁମାନେ ଲାଇଭ୍ ଦେଖୁଛନ୍ତି ଆଉ ତାଙ୍କର କ'ଣ ପ୍ରୋବ୍ଲେମ୍ ସବୁ ହେଇଛି ଟିକେ ସଲ୍ଭ କରିଦେବା କରିସାରିଲା ପରେ କେମିତି କ'ଣ ହେଲା ଭାଇ ନିଶ୍ଚୟ ଜଣାଇବେ ଚାଲନ୍ତୁ ଏବେ ତାଙ୍କୁ ଦେଖିବା ତାଙ୍କ ସିଷ୍ଟମଟା କ'ଣ ସବୁ ହେଇଛି ହେଲା ଅପେକ୍ଷା କରିଛି ନିଶ୍ଚୟ ଗଲାବେଳେ ଦେଖେଇବି। ଭାଇ ମାନେ ମୁଁ ମାନଗୋବିନ୍ଦ ସାହୁ ମୋର ଆଇଡ଼ିର ଟିକେ କମ୍ପ୍ଲେନ୍ ଥିଲା ବାଦଲ ବାବୁଙ୍କ ପାଖକୁ ମୁଁ ଆସିଛି ଆଉ କିନ୍ତୁ ବାଦଲ ବାବୁ ମୋ ମୋବାଇଲ ଦେଖୁଛନ୍ତି ସେଥିରେ କ'ଣ ପ୍ରୋବ୍ଲେମ୍ ଅଛି ନାହିଁ ସେ କହିବେ ମୁଁ କିନ୍ତୁ ସେ ବିଷୟରେ ତ କିଛି ଜାଣିନି ବୋଲି ଆସିଛି ଦେଖାଯାଉ କ'ଣ ହେଉଛି ବାଦଲ ବାବୁ କରୁଛନ୍ତି। ଭାଇଙ୍କର ଆଇଡ଼ିଟାକୁ ମୁଁ ଓପନ୍ କରିଦେଇଛି ମୁଁ ଦେଖିବି ଭାଇଙ୍କର କପିରାଇଟ୍ ଆଗେ କ୍ଲିୟର କରିବା ହେଲା ଆଇଡ଼ି ସବୁ ଠିକ୍ ଠାକ୍ ଅଛି ସେ କପିରାଇଟ୍ ତାଙ୍କ ଲାଇଭ୍ରେ ଲାଗିଛି ଦେଖ ଏଇଠିକି ମାରିବ ଲାଇଭ୍ଟାକୁ ଦେଖିବ ଏଇ ଲାଇଭ୍ଟାକୁ ଠିକ୍ ଅଛି ଜୁମ୍ ଟିକେ କମେଇଦେବା ସେ ଭିଡ଼ିଓ ଡିଲିଟ୍ କରିଛ ଡିଲିଟ୍ ଆମର କିଛି ହେଇନି ହଁ ଠିକ୍ ଅଛି ମୁଁ ଦେଖୁଛି ରୁହ କପିରାଇଟ୍ କୋଉଠି ଲାଗିଥିଲା ଭିଡ଼ିଓରେ ନା ଲାଇଭ୍ରେ ଦେଖୁଛି ରୁହ ଆମର ସେ ସିମାର ସେ ଦେଖୁଛି ଏବେ ଭାଇମାନେ ଦେଖିଲେ ଆଉ ଭାଇ ତାଙ୍କର ଆଶା ନେଇକି ଯେଉଁଟା ଆସିଥିଲେ ଭାଉଜ ମୋ ପାଇଁ ଆଉ କହିଥିଲେ ଆମର ଆଇଟା ହେବ ଠିକ୍ ହେବ ଆଉ ତାଙ୍କର ସବୁ ଆଇଡ଼ି ସବୁ କ୍ଲିୟର ହେଇଗଲା ନା ସବୁ କ୍ଲିୟର ହେଇଗଲା ତା ସହିତ ତାଙ୍କର ଲାଇଭ୍ ବି କରିଛନ୍ତି ତାଙ୍କ ଲାଇଭ୍ରେ ମୁଁ ଯାଇ କରିଛି ଆଉ ସେ ବହୁତ ଖୁସି ଅଛନ୍ତି ବହୁତ ଖୁସି ମୋ ପ୍ରତି ଆଉ ମୋତେ ଜବରଦସ୍ତ କହୁଛନ୍ତି ଖାଇବା ପାଇଁ କିନ୍ତୁ ମୋର ଇଚ୍ଛା ନାହିଁ ମନା କଲି ଭାଇ ଖାଅ ନା ଥଣ୍ଡା ଫଣ୍ଡା ସେତିକିରେ ବାଷ୍ଟ ସେ ମୋତେ ମାର୍କେଟରେ ଜବରଦସ୍ତ ଘୋଷା ନେଉଛନ୍ତି ମାର୍କେଟରେ କହୁଛନ୍ତି ଖାଇବ ମାନେ ଖାଇବ ମୁଁ ପଖାଳ ତ ବହେ ଖାଇ ଯାଇଛି ସେମାନେ ବି ଖାଇ ଯାଇଛନ୍ତି ଭାଇ ଭାଉଜ ଜମା ମୋତେ ଛାଡ଼ୁନାହାନ୍ତି ଠିକ୍ ଅଛି ଯେଉଁ ଭାଇ ଭଉଣୀମାନେ କାହାର କିଛି ପ୍ରୋବ୍ଲେମ୍ ଅଛି ଆପଣ ମୋ ପାଖକୁ ଆସନ୍ତୁ କଣ୍ଟାକ୍ଟ କରନ୍ତୁ ଯେଉଁ ଭାଇ ଭଉଣୀମାନେ ଦେଖୁଛନ୍ତି ଏ ଭାଇ ଭଉଣୀ ଭାଉଜଙ୍କୁ ଜାଣିଛନ୍ତି ମନୋଜ ଭାଇ ଭାଉଜଙ୍କୁ କବିତା ଭାଉଜଙ୍କୁ ନିଶ୍ଚୟ ସମସ୍ତେ ଟିକେ ସପୋର୍ଟ କରନ୍ତୁ ଟିକେ ଆଗକୁ ସେମାନେ ଯିବେ ଠିକ୍ ଅଛି ଆଉ ମୋତେ ବି ଯେଉଁମାନେ ଜାଣିଛନ୍ତି ଦେଖନ୍ତୁ ଯେଉଁ ଭାଇ ଭଉଣୀମାନେ ମୋ ଭିଡ଼ିଓ ଦେଖୁଛନ୍ତି ବି ପ୍ଲିଜ୍ ଆପଣଙ୍କର ଯାହା କମ୍ପ୍ଲେନ୍ ହେଉଛି ଏଇଟା ଆମ ଘରକୁ ଆସନ୍ତୁ ଏ ଭାଇ ଭାଉଜଙ୍କୁ ମୁଁ ଟିକେ ଘରକୁ ନେଇପାରିନି କାହିଁକିନା କାଲି ଆମେ ଗାଁକୁ ଯିବୁ ତାଙ୍କର ବି କାମ ଅଛି ସେ କାଲି କେରଳ ପଳେଇବେ ସଡନ୍ ସେ ଆସିଲେ 10 ଦିନ ପାଇଁ ତାଙ୍କ 10 ଦିନ ହେଇଗଲାଣି ଆଉ ସେ ଆଜି ସଡନ୍ ମୁଁ କହିଲି ଭାଇ ତମେ ଯଦି ନ ଆସିପାରିବ ଅସୁବିଧା ହେଇଯିବ ତମେ ଗୋଟେ କାମ କର ତମେ ଅଧବାଟ ଆସ ସେ ଭାଇ ଆସିଛନ୍ତି 50 କିଲୋମିଟର ମୁଁ ଆସି 70 କିଲୋମିଟର ବାଟ ଏବେ ମୁଁ ପଳେଇବି ଦେଖିପାରୁଥିବେ ଆମ ଗାଡ଼ିରେ ଆମେ ବସୁ ଏବେ ଚାଲନ୍ତୁ ପଳେଇବା ବସ୍ ଷ୍ଟପେଜରେ ଭାଇଙ୍କୁ ଛାଡ଼ିଦେଇକି ମୁଁ ପଳେଇବି ନିଶ୍ଚୟ ଶେଷ କରିଦେବି ସେଠି ଗଲା ପରେ ମୁଁ ଶେଷ କରିବି ବସ୍ରେ ଗଲା ପରେ ଠିକ୍ ଅଛି ଚାଲନ୍ତୁ ଯିବା। ଏବେ ଆଉ ଭାଉଜଙ୍କର ସ୍ପେଶାଲ ଜିନିଷ ଖାଇବାକୁ ଦେଇଛି ମୁଁ ଯେଉଁଟା ଏଇଟା କ'ଣ ଏଇଟା ହେଉଛି ରସାବଳି ଖାଉନା ଟିକେ
ରସାବଳି ଯେଉଁଟାକି ଭାଉଜ ଜାଣିନାହାନ୍ତି ଜାଣିଛ ଏଇଟା ରସାବଳି ବୋଲି ଏ ରସାବଳିଟା କେନ୍ଦ୍ରାପଡ଼ାରେ ହୁଏ ଆକ୍ଚୁଆଲି ଏଇଟା କିନ୍ତୁ ପାଣିକୋଇଲି ଗୋଟେ ହୋଟେଲ ଅଛି ସେ ହୋଟେଲ ନାଁଟା ମୋର ମନେ ନାହିଁ ଅବଶ୍ୟ କହିଦେବି ସୋ ସେଇଠି 2-3 ଥର ଆସି ଖାଇଛି ସେଠି ବହୁତ ବଢ଼ିଆ ଲାଗେ ରସାବଳିଟା ଦେଖିବାକୁ କେମିତିଆ ରସାବଳିଟା ଆଉ ଭାଉଜ ତାଙ୍କର ଖାଉଛନ୍ତି ଭାଇ ମୁଁ 3 ଜଣ ଖାଉଛୁ ଠିକ୍ ଅଛି ଆଉ ରସାବଳିଟା ଭାଇଙ୍କୁ ଡାକିକି ଟେଷ୍ଟ କରୁଛି ଭାଉଜ ମିଠା ଖାଇନଥିବେ ଦେଖ ଖାଇନାହାନ୍ତି ନୂଆ ମିଠା ଗୁଡ଼ା ଚାଲନ୍ତୁ ଖାଇ ପିଇ ସାରିଲା ପରେ ଦେଖିଲେ ଆମେ ଏଇ ଖାଉଛୁ ବେଶୀ କିଛି ଖାଇବୁନୁ ସମସ୍ତେ ଖାଇଦେଇଛୁ ଗଲା ପରେ ବିଦାୟ ଦେଲା ପରେ ଭାଇ ଭାଉଜ ବିଦାୟ କରିକି ମୁଁ ବି ଯିବି ଆପଣ ଦେଖିବେ ସେ ସବୁ ଦେଖୁଥିବେ ଚାଲନ୍ତୁ ଖାଇବା ଭାଇ ଭାଉଜ ଖାଇଲେ ମୁଁ ବି ଟିକେ ଖାଇଦେବି ସାଙ୍ଗମାନେ ଏବେ ଆମର ଖାଇବା ପିଇବା ସରିଗଲା ଆଉ ଗୋଟେ କଥା ସେୟାର କରିବାକୁ ଯାଉଛି କିନ୍ତୁ ଏଇଟା କରିବିନି ଭାଉଜ ରାଗିବେ ଠିକ୍ ଅଛି ଆଉ ପରେ କହିବି ନିଶ୍ଚୟ ନେକ୍ସଟ ମୋ ଲାଇଭରେ ଆସିଲେ କହିବି ଯେଉଁଟାକି ଇଚ୍ଛା ନଥିଲା ଆଉ ସେ କହିଲେ ଆମର ଭଲ ପାଇବା ହିସାବରେ ଗୋଟେ ଗିଫ୍ଟ ମୋତେ ଦେଲେ ଗୋଟେ ବଢ଼ିଆ ଗିଫ୍ଟ ଦେଇଛନ୍ତି ଆଉ ସେ ଗିଫ୍ଟ ଦେଖେଇ ହେବନି ନା ଭାଉଜ ସେ ଗୋଟେ ସ୍ପେଶାଲ ଗିଫ୍ଟ ଦେଇଛନ୍ତି ସେଇଟା ଦେଖେଇ ହେବନି ସେଇଟା ଯେଉଁଟାକି ଆମ ଫ୍ୟାମିଲି ପାଇଁ ରଖିଛି ମୁଁ କିନ୍ତୁ ଦେଖେଇ ହେବନି ଦେଖେଇବା ଜିନିଷ ସହିତ ଦେଖେଇ ଯାଆନ୍ତି ଭାଉଜଙ୍କୁ କଷ୍ଟ ହେବ ଏତେ ବଡ଼ ଆସିଛ ଗୋଟେ ଗିଫ୍ଟ ତାପରେ ସେ ଆସନ୍ତି କେରଳରୁ ନେଇକି ଆସିନଥିଲେ ବୋଲି ଗିଫ୍ଟ ଦେଲେ ଆଉ ତାଙ୍କୁ ଗୋଟେ ବଢ଼ିଆ ରସାବଳି ଖାଉଥିଲି ସେ ଆଗରୁ କେବେ ଖାଇନଥିବେ ଖାଇଛ ରସାବଳି ଆଉ କେବେ ବି ଭାଉଜ ଖାଇନାହାନ୍ତି ଆଉ ବହୁତ ଖୁସି ଲାଗିଲା ଭାଉଜଙ୍କ ସହିତ ଭାଇଙ୍କ ସହିତ ମିଶିଲି ଭଲ ମନ୍ଦ କଥା ହେଲି ଯାଉ ଖୁସି ଲାଗିଲା ଆଉ ମୁଁ ନିଶ୍ଚୟ ଭାଉଜଙ୍କ ଘରୁ ଯିବି ଆଉ ଯେଉଁମାନେ ଅଛନ୍ତି ସମସ୍ତେ ମୋ ସାଙ୍ଗସାଥି ମାନେ ଭାଉଜଙ୍କୁ ଟିକେ ଦେଖିଦେବେ ମୋ ଆଇଡ଼ିରେ ସେମାନେ ଆସନ୍ତି ତାଙ୍କୁ ସପୋର୍ଟ କରିବେ ଲାଇକ୍ କରିବେ ନେକ୍ସଟ ଯାହା ହେବ ମୁଁ ବୁଝିବି ଏବେ ଚାଲନ୍ତୁ ଭାଇ ଭାଉଜଙ୍କ ସରିଗଲା ଭାଇ ମିଠା କିଣିଛନ୍ତି ପୁଅ ପାଇଁ ଆମେ ଏବେ ବାହାରକୁ ଯିବା ଗଲା ପରେ ଦେଖାହେବ ଆଉ ଏବେ ଭାଉଜ ଯାଉଛନ୍ତି ହେଲା ଭାଉଜ ଯାଉଛନ୍ତି ବାଏ ବାଏ ଭାଇ ଟିକେ ରୁହ ଏବେ ଦେଖିକି ଟିକେ ଭାଇ ରୁହ ନମସ୍କାର ହେଇଛି ଭାଉଜ ହେଲା ଯାଉଛି ଭାଇଙ୍କୁ ଟିକେ ଆସି ନେଉଛି ନମସ୍କାର କରିକି ଯାଉଛି ଠିକ୍ ଅଛି ଆସିଥିଲ ସବୁ ହେଲା ଭାଇଙ୍କର ଆଇଡ଼ିଆ ବି ଭଲ ହେଇଗଲା ଏବେ ଭାଉଜ ଖୁସି ତ ଆଉ ବହୁତ ଭଲ ପାଇବା ଦେଲେ ଯାଆନ୍ତୁ ଦେଖିବେ ନେକ୍ସଟ ବ୍ଲଗ୍ରେ ନିଶ୍ଚୟ କଲ୍ କରିବ ଚାଲନ୍ତୁ ଯିବା ଏବେ ସରିଗଲା ଆଉ ସେ ଯେଉଁ ଆଇଡ଼ି ପାଇଁ ଆସିଥିଲେ କରିବା ପାଇଁ ଠିକ୍ଠାକ୍ କରିକି ବସ୍ ତାଙ୍କୁ ବସେଇଦେଲି ଆଉ ଦେଖିଲେ आशा करुँच भिडियोटा केमती लागला निश्चय मतामत देवे सब भाई भौणी मानक जब भिडियोटा भल लगे लाइक शेयर सब्सक्राइब करेंगे जय जगन्नाथ नमस्कार मु बादल पुणी देखा नेक्स्ट ब्लॉग में गोटे भल ब्लॉग में दमदार ब्लॉग अपेक्षा करते चलते घर जा बाय बाय।